ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ମହତ ନାମର ଗୌରବ ହଉ। ପରମେଶ୍ୱରଙ୍କ ଅନୁଗ୍ରହରୁ ପୁଣି ଥରେ ତାହାଙ୍କର ଜୀବନ୍ତ ବାକ୍ୟକୁ ଧ୍ୟାନ କରିବା ପାଇଁ, ତାହାଙ୍କ ବାକ୍ୟରୁ ଶୁଣିବା ପାଇଁ ଏହି ଅପୂର୍ବ ସୁଯୋଗ ଆମ୍ଭମାନଙ୍କ ଜୀବନରେ ଆମେ ପାଇଛୁ। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ପ୍ରଭୁଙ୍କ ବାକ୍ୟରୁ ଆଜି ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ବଡ଼ଦିନ ପାଳିବା ପୂର୍ବରୁ ଏହା ଭୁଲନ୍ତୁ ନାହିଁ। ଆଜିର ପ୍ରସଙ୍ଗ ହେଲା ବଡ଼ଦିନ ପାଳନ କରିବା ପୂର୍ବରୁ ଏହା ଭୁଲନ୍ତୁ ନାହିଁ। ପ୍ରିୟମାନେ, ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମ୍ଭମାନଙ୍କ ମା ମାନେ ତରକାରୀ ତିଆରି କରନ୍ତି, ସେହି ସମୟରେ ତରକାରୀରେ ସେମାନେ ସବୁ ପକାନ୍ତି, କିନ୍ତୁ ବେଳେ ବେଳେ ସେମାନେ ଲୁଣ ପକାଇବା ଭୁଲି ଯାଆନ୍ତି, ଯଦ୍ୱାରା କି ଆମେ ଯେତେବେଳେ ଖାଇବାକୁ ବସୁ ସେହି ସମୟରେ ଆମ ପାଟିକୁ ସ୍ୱାଦ ଲାଗେ ନାହିଁ। ଠିକ୍ ସେହିପରି ଆମେ କୌଣସି କାର୍ଯ୍ୟ କରିବା ପୂର୍ବରେ ଅନେକ ସମୟରେ ଯାହା କରିବା କଥା ତାହା ଆମେ ଭୁଲିଯାଉ। ପ୍ରିୟମାନେ, ଏହି ବଡ଼ଦିନ ସମୟରେ ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କ ନିକଟରେ ଦୁଇଟି ବିଷୟ ରଖିବା ପାଇଁ ଚାହେଁ, ଯାହାକି ଆମେ ବଡ଼ଦିନ ପାଳନ କରିବା ସମୟରେ ବା ସେହି ବଡ଼ଦିନକୁ ସ୍ମରଣ କରିବା ସମୟରେ ସେହି ଦୁଇଟି ବିଷୟ ଆମେ ଭୁଲିବା କଥା ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଥମ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପ୍ରଥମ କରନ୍ତୀୟ 3 ଅଧ୍ୟାୟକୁ ଆସିବେ। 3 ଅଧ୍ୟାୟ 16 ପଦରେ ଏ ପ୍ରକାର ସାଧୁ ପାଉଲ ଲେଖୁଛନ୍ତି, ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ବଡ଼ଦିନ ପାଳନ କରିବା ପୂର୍ବରୁ ଆମେ ଆମର ହୃଦୟକୁ ଆମେ ପରିଷ୍କାର କରିବା। ବଡ଼ଦିନ ଯେଉଁ ସମୟରେ ଆସେ, ଖ୍ରୀଷ୍ଟମାସ ଯେଉଁ ସମୟରେ ଆସେ, ଖ୍ରୀଷ୍ଟିଆନ ସମାଜର ଅନେକ ମା ମାନେ, ଭଉଣୀମାନେ ସେମାନେ ଘରକୁ ପରିଷ୍କାର କରନ୍ତି, ଘର ସଜାଡ଼ନ୍ତି, ଘରକୁ ରଙ୍ଗ ଦିଅନ୍ତି। ଯଦି ଆମର ଘର ଗନ୍ଧିଆ ହେଇଛି, ଆମ ଘର ଅପରିଷ୍କାର ଅଛି, ନିଶ୍ଚିତ ଭାବରେ ଆମର ଘରକୁ ଆମେ ପରିଷ୍କାର କରିବାର ଅଛି ଏବଂ ଆମ ଘରକୁ ଆମେ ରଙ୍ଗ ଦେଇ ବହୁତ ସାଜସଜ କରିବା ନିହାତି ଆବଶ୍ୟକ ରହିଛି। କିନ୍ତୁ ଯେତେବେଳେ ଆମେ ଘର ସଜାଡ଼ୁଛୁ, ଘରକୁ ଆମେ ରଙ୍ଗ ଦେଉଛୁ, ଘର ପରିଷ୍କାର କରୁଛୁ, ସେହି ସମୟରେ ଆମେ ଗୋଟିଏ କଥା ମନେ ରଖିବାର ଅଛି, ଗୋଟିଏ ବିଷୟ ମନେ ରଖିବାର ଅଛି ଯେ ମୁଁ ଯେଉଁ ଘରକୁ ରଙ୍ଗ ଦେଉଛି, ଯେଉଁ ଘରକୁ ମୁଁ ପରିଷ୍କାର କରୁଛି, ଏହି ଘରେ ତ ପ୍ରଭୁ ରହିବେ ନାହିଁ। ଏହି ଘରେ ମୁଁ ରହିବି, କିନ୍ତୁ ପ୍ରଭୁ ରହିବା ଘର ହେଲା ମୋର ହୃଦୟ। ମୋର ହୃଦୟକୁ ମୁଁ ପରିଷ୍କାର କରିବାର ଅଛି। ପ୍ରିୟମାନେ, ବଡ଼ଦିନ ସମୟରେ, ବଡ଼ଦିନ ପାଳନ କରିବା ପୂର୍ବରୁ ଆମର ହୃଦୟକୁ ପରିଷ୍କାର କରିବା, ଏହା କେବେ ଆମେ ଭୁଲିବା କଥା ନୁହେଁ। ପ୍ରଭୁଙ୍କର ଗୌରବ ହଉ। ଏହି ସ୍ଥାନରେ ସାଧୁ ପାଉଲ ଲେଖୁଛନ୍ତି ଯେ ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର। ଆମ୍ଭେମାନେ ହେଉଛୁ ଆମ ପରମେଶ୍ୱରଙ୍କ ମନ୍ଦିର, ଆଉ ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ସେ ବାସ କରନ୍ତି। ପ୍ରିୟମାନେ, ଆମେ ରହିବା ଘର ଯଦି ଆମେ ଏତେ ପରିଷ୍କାର କରୁଛୁ, ଆମେ ରହିବା ଘର ଏତେ ସଫାସୁତୁରା କରୁଛୁ, ତାହେଲେ ପରମେଶ୍ୱର ରହିବା ଘର କେମିତି ହେବା ଆବଶ୍ୟକ ରହିଛି? କାରଣ ଆମର ପ୍ରଭୁ ପବିତ୍ର ଅଟନ୍ତି, ଆଉ ସେ ବାସ କରିବା ମନ୍ଦିର ମଧ୍ୟ ପବିତ୍ର ହେବା ଆବଶ୍ୟକ ରହିଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ବଡ଼ଦିନ ପାଳନ କରିବା ପୂର୍ବରେ ଆମେ ନିଜକୁ ପରିଷ୍କାର କରିବା, ଆମର ହୃଦୟକୁ ଆମେ ସଫା କରିବା, ଯୋଉଠିକି ପରମେଶ୍ୱର ଆସି ବାସ କରିବେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହି କଥା ଯଦି ଆପଣ ସୁସମାଚାରରେ ଦେଖିବେ, ମାର୍କ ଲିଖିତ ସୁସମାଚାର 7 ଅଧ୍ୟାୟ ତାର 20 ପଦରୁ 23 ପଦ ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପ୍ରକାର କହନ୍ତି, ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ ତାହା ହିଁ ତାହାକୁ ଅଶୁଚି କରେ। 21 ପଦରେ ଲେଖାଯାଏ, କାରଣ ଭିତରୁ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚର୍ଚ୍ଚା, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା, ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବଡ଼ଦିନ ପାଳନ କରିବା ପୂର୍ବରୁ ଏହି କଥାକୁ ଆମେ ମନେ ରଖିବା। ମନୁଷ୍ୟର ମୁଖରୁ ଯେତେବେଳେ ମନ୍ଦ ବିଷୟ, ଦୁଷ୍ଟତା ବିଷୟ ବାହାରେ, ସେହି ସବୁ କୋଉଠିରୁ ବାହାରେ? ହୃଦୟରୁ ଆରମ୍ଭ ହୁଏ। ସେଥିପାଇଁ ବଡ଼ଦିନ ପାଳନ କରିବା ପୂର୍ବରୁ ଆମେ ଯେମିତି ଘରକୁ ସଫା କରୁଛୁ, ସେହି ସମୟରେ ଆମେ ଗୋଟେ ବିଷୟ ମନେ ରଖିବା,
ଆମର ହୃଦୟକୁ ଆମେ ପରିଷ୍କାର କରିବା। ପ୍ରିୟମାନେ, ଯଦି ଆପଣ ମାଥି ଲିଖିତ ସୁସମାଚାର 5 ଅଧ୍ୟାୟକୁ ଆସିବେ, ମାଥି ଲିଖିତ ସୁସମାଚାର 5 ଅଧ୍ୟାୟ ତାର 23 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ପାର୍ବତ୍ୟ ଉପଦେଶରେ ଗୋଟେ କଥା କହିଲେ, ଅତଏବ ଯଦି ବେଦୀ ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, 24 ପଦ, ତାହେଲେ ସେହି ସ୍ଥାନରେ ବେଦୀ ସମ୍ମୁଖରେ ତୁମର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ, ଆଉ ତାହାପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ବାକ୍ୟ ବୁଝିବା ପାଇଁ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପ୍ରିୟମାନେ, ବଡ଼ ଦିନରେ ନୂଆ ଲୁଗା ପିନ୍ଧି ଗୀତ ଗାଇବା, ପୁଲପିଟରେ ଠିଆ ହେଇ ଆମେ ଆରାଧନା କରିବା, ଏଇଟା ପ୍ରଥମ ବିଷୟ ନୁହେଁ। ପ୍ରଥମ ବିଷୟ ହେଲା ଆମର ହୃଦୟକୁ ଆମେ ପରିଷ୍କାର କରିବା, ଆମ ମଧ୍ୟରେ ଥିବା ତିକ୍ତତାକୁ ଆମେ ପରିତ୍ୟାଗ କରିବା। ଅନେକ ସ୍ୱାମୀ ସ୍ତ୍ରୀ ସେମାନେ ପରସ୍ପର ତାଙ୍କ ଭିତରେ ମିଳନତା ନାହିଁ। ସ୍ୱାମୀ ସ୍ତ୍ରୀକୁ କ୍ଷମା ଦେବାର ସକ୍ଷମ ନାହିଁ, ସ୍ତ୍ରୀ ସ୍ୱାମୀକୁ କ୍ଷମା ଦେବାର ସକ୍ଷମତା ନାହିଁ, କିନ୍ତୁ ସେମାନେ ବଡ଼ ଦିନରେ ଗୀତ ଗାଇବା ପାଇଁ, ବଡ଼ ଦିନରେ ଆରାଧନା କରିବା ପାଇଁ, ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ସେମାନେ ଆଗେଇ ଯାଆନ୍ତି। ପ୍ରିୟମାନେ, ବଡ଼ ଦିନରେ ମଣ୍ଡଳୀକୁ ଯିବା ପ୍ରଥମ ବିଷୟ ନୁହେଁ। ବଡ଼ ଦିନରେ ଆମେ ଘର ସଜେଇବା, ବଡ଼ ଦିନରେ ଆମେ ନୂଆ ପୋଷାକ ପିନ୍ଧିବା, ଏଇଟା ବଡ଼ ବିଷୟ ନୁହେଁ, ଏଇଟା ପ୍ରଥମ ବିଷୟ ନୁହେଁ। ପ୍ରଥମ ବିଷୟ ହେଲା ଆମର ପଡ଼ୋଶୀ ଲୋକଙ୍କ ସହିତ ଆମେ ଉତ୍ତମ ସମ୍ପର୍କ ସ୍ଥାପନ କରିବା। ଯେଉଁମାନଙ୍କ ସହିତ ଆମର ତିକ୍ତତା ଅଛି ସେମାନଙ୍କୁ ହୃଦୟ ସହିତ କ୍ଷମା ଦେବା। ଆମେ ଯାହା ଜୀବନରେ କିଛି କ୍ଷତି କରିଛୁ, କାହାକୁ ଆମେ ଆଘାତ ପହଞ୍ଚେଇଛୁ, ଆମେ କ୍ଷମା ମାଗିବା, ଏଇଟା ହେଉଛି ପ୍ରଥମ ବିଷୟ। ପ୍ରିୟମାନେ, ପ୍ରଥମ ବିଷୟ ଆମେ ଦେଖିଲୁ ଯେ ଆମର ହୃଦୟକୁ ଆମେ କ'ଣ କରିବା? ପରିଷ୍କାର କରିବା। ଆମେ ଏହା ଭୁଲିବା କଥା ନୁହେଁ। ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ, ଆପଣମାନେ ମୋ ସହିତ ଯାକୁବଙ୍କ ପତ୍ରକୁ ଆସିବେ। ସାଧୁ ଯାକୁବ 1 ଅଧ୍ୟାୟ 27 ପଦରେ ସେ ଲେଖୁଛନ୍ତି, ଅନାଥ ଓ ବିଧବା ମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖଳିବା, ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମ ପରାୟଣତା ଅଟେ। ପ୍ରଭୁଙ୍କର ଗୌରବ ହେଉ। ପ୍ରିୟମାନେ, ଆପଣ ଯେତେବେଳେ ଏହି ବଡ଼ଦିନ ସମୟରେ ଆପଣଙ୍କ ପାଇଁ, ଆପଣଙ୍କ ପୁଅ ଝିଅମାନଙ୍କ ପାଇଁ ଯେଉଁ ସମୟରେ ଆପଣ କିଛି ନୂଆ ପୋଷାକ କିଣୁଛନ୍ତି, ସେହି ସମୟରେ ଆପଣ ଆପଣଙ୍କ ପଡ଼ୋଶୀରେ ଥିବା, ଗାଁରେ ଥିବା, ସାହିରେ ଥିବା ଅନାଥ ବିଧବା ମା ମାନଙ୍କୁ ଭୁଲନ୍ତୁ ନାହିଁ। ପ୍ରିୟମାନେ, ଆପଣ ଯଦି କିଛି ପରିବାର ପାଇଁ ଖାଇବାକୁ ରାନ୍ଧୁଛନ୍ତି, ଆପଣ ପଡ଼ୋଶୀ ଲୋକଙ୍କୁ ମଧ୍ୟ, ଯେଉଁମାନେ କି ଚଳିବାରେ ଅସୁବିଧା, ଅନାହାରର ଅବସ୍ଥାରେ ଯେଉଁମାନେ ଜୀବନଯାପନ କରୁଛନ୍ତି, ସେ ବିଧବା ହେଇଥାଇ ପାରନ୍ତି, ସେ ଜଣେ ଅନାଥ ପୁଅ କିମ୍ବା ଝିଅ ହେଇଥାଇ ପାରନ୍ତି, ଆପଣ ସେମାନଙ୍କୁ ସ୍ମରଣ କରନ୍ତୁ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ଅନାଥର ପିତା ଆଉ ବିଧବାର ସ୍ୱାମୀ ଅଟନ୍ତି। ସେହି ପରମେଶ୍ୱର ଆପଣଙ୍କୁ ମୋତେ ଆଜି ସେ ଏନକରେଜ କରୁଛନ୍ତି, ଉତ୍ସାହିତ କରୁଛନ୍ତି। ଯେଉଁ ସମୟରେ ଆମେ ଏହି ବଡ଼ଦିନ ପାଳନ କରିବା ପାଇଁ ଯାଉଛୁ, ତାହା ପୂର୍ବରେ ଆମେ ଆମର ଗାଁରେ, ସାହିରେ ଯେଉଁମାନଙ୍କୁ ଆମେ ଜାଣୁ, ସେମାନଙ୍କର ସେହି ଅନାଥ ଆଉ ବିଧବା ଅବସ୍ଥାକୁ ଆମେ ସ୍ମରଣ କରିବା। ପ୍ରିୟମାନେ, ଆମେ ତ ସବୁବେଳେ କିଣି ଆମେ ପିନ୍ଧୁଛୁ, କେବଳ ଖ୍ରୀଷ୍ଟମାସ ସମୟରେ ନୁହେଁ, ଅନେକ ସମୟରେ ଆମେ ପିନ୍ଧୁଛୁ। ମାତ୍ର ଏହି ସମୟରେ ଆମେ ଯଦି ହେଉଛି, ଆମ ସମ୍ଭବତଃ ଆମେ ଚେଷ୍ଟା କରିବା ଯେ ସେମାନଙ୍କୁ ଆମେ କିଛି ଦେବା। ଏହି ଖ୍ରୀଷ୍ଟମାସ ହେଉଛି ପାଇବାର ସମୟ, ଗ୍ରହଣ କରିବାର ସମୟ ବା ଗ୍ରହଣ କରିବାର ପର୍ବ ନୁହେଁ। ଏ ଖ୍ରୀଷ୍ଟମାସ ହେଉଛି ଦାନ କରିବାର ପର୍ବ। ସେଥିପାଇଁ ଏଇଟାକୁ ଆମେ ମନେ ରଖିବା। ଆମ ସାହି ପଡ଼ୋଶୀ ମଣ୍ଡଳୀର, ଆମର ପରିଚିତ ଲୋକମାନେ ଯେଉଁମାନେ କି ବିଧବା ଅନାଥ ଅବସ୍ଥାରେ ଅଛନ୍ତି, ଆମେ ସେମାନଙ୍କୁ ସ୍ମରଣ କରିବା। ପ୍ରିୟମାନେ, এই ଦୁଇଟି ବିଷୟ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହାକି ଖ୍ରୀଷ୍ଟମାସ ପାଳନ କରିବା ପୂର୍ବରୁ ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରଭୁ, ପ୍ରତିଦିନ ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଉଛ। ଆଜି ମଧ୍ୟ ତୁମ ବାକ୍ୟ ଦେଇ ତୁମେ ଆମମାନଙ୍କୁ ଉତ୍ସାହିତ କଲ, କଥା କହିଲ। ପ୍ରଭୁ, ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରଭୁ, ହେଇପାରେ ପ୍ରଭୁ ଅନେକ ଭାଇ ଭଉଣୀମାନେ ଆମେ ଦିନମାନଙ୍କରେ ଆମେ ବଡ଼ଦିନ ସେଲିବ୍ରେସନ୍ କରିଛୁ, ସ୍ମରଣ କରିଛୁ, କିନ୍ତୁ ପ୍ରଭୁ ଆମେ ଅମିଳନ ଭାବରେ ତୁମ ବାକ୍ୟକୁ ଆମେ ନ ମାନି, ଆଜ୍ଞାବହ ନ ହୋଇ ଅନେକ ଥର ଆମେ ପାଳନ କରିଛୁ। ଏଇଥରର ବଡ଼ଦିନ ଯୀଶୁଙ୍କ ନାମରେ ଭିନ୍ନ ହେଉ।
ପିତା ମୁଁ ପ୍ରାର୍ଥନା କରେ ପ୍ରଭୁ ଆମର ତିକ୍ତତା ଆମେ ବାହାର କରିବୁ, ଅନାଥ ବିଧବାମାନଙ୍କୁ ଆମେ ସ୍ମରଣ କରି ଏହି ବଡ଼ଦିନକୁ ଆମେ ପାଳନ କରି ବାପା ତୁମଠାରୁ ଆଶୀର୍ବାଦ ଆଉ ଅନୁଗ୍ରହକୁ ପ୍ରାପ୍ତ ହେଇ ତୁମର ଆଗମନ ନିମନ୍ତେ ପ୍ରସ୍ତୁତ ହେବୁ, ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍ ଆମେନ୍।